ଖୋଲିଦେବ ଆଉ କମ୍ପାନୀ ତୁମକୁ ବାହାର କରିଦେବ, କହିବ ତୁମର ସ୍କିଲ୍ ନାହିଁ, ତୁମେ କାମ କରିପାରୁନ, ତୁମ ପରଫର୍ମାନ୍ସ ଭଲ ନାହିଁ, ଏମିତି ବହୁତ ସାରା ଆମେ ଶୁଣିବା ପାଇଁ ପାଇଥିଲୁ। କମ୍ପାନୀ ଆମକୁ ଖୋଲିଦେବ। ମୁଁ ଆନନ୍ଦ ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଏକ ଫ୍ରେଶ୍ ନୂଆ ଭିଡ଼ିଓ। ଆଜିର ଭିଡ଼ିଓଟି ମେନ୍ ଟପିକ୍ ହେଲା, ଆପଣମାନେ ସମସ୍ତେ ଥମ୍ବନେଲ୍ ଦେଖିକି ଜାଣିସାରିଥିବେ ଭିଡ଼ିଓ ଟପିକ୍ଟି କ'ଣ। WCରେ ବର୍ତ୍ତମାନ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି। ଯେଉଁ ପିଲାମାନେ ଆମର ଆଡ଼ମିସନ୍ କରିନଥିଲେ ତ ଜଲ୍ଦି ଯାଇକି ସେଠି ଆଡ଼ମିସନ୍ କରିନିଅନ୍ତୁ, ସରି ଆମର ରେଜିଷ୍ଟ୍ରେସନ୍ କରିନିଅନ୍ତୁ। ତ କେଉଁମାନେ ମେନ୍ କଥା ବହୁତ ପିଲାଙ୍କର ଡାଉଟ୍ ଅଛି, ମୁଁ ସେ ସବୁ ଡାଉଟ୍ ଆଜି ଆପଣମାନଙ୍କୁ କ୍ଲିୟର୍ କରିଛି। କାହିଁକିନା ବହୁତ ସାରା କମେଣ୍ଟ କରିଛନ୍ତି ପିଲାମାନେ, ମୁଁ ସମସ୍ତଙ୍କୁ ତ ରିପ୍ଲାଏ ଦେଇପାରୁନି, ତ ଭାବିଲି ଗୋଟେ ଭିଡ଼ିଓଟା ବନେଇ ସମସ୍ତଙ୍କୁ କହିଦେବି ସବୁ କଥା। ତ କିଛି ପିଲାଙ୍କର ଡାଉଟ୍ ଅଛି କୋର୍ସ ଫିକୁ ନେଇ। କୋର୍ସ ଫି କେତେ କ'ଣ ଲାଗୁଛି, କାହାକୁ ଲାଗୁଛି କ'ଣ? ଦେଖ, ଫାର୍ଷ୍ଟ କଥା ହେଲା କୋର୍ସ ଫି ଟୋଟାଲ୍ ଫ୍ରି। କୋର୍ସ ଫି, ଖାଇବା, ରହିବା, ଟ୍ରାନ୍ସପୋର୍ଟେସନ୍, ଠିକ୍ ଅଛି, ବୁକ୍, ଆଉ ଏଇଟା ସବୁ ଟୋଟାଲ୍ ସମ୍ପୂର୍ଣ୍ଣ ଫ୍ରି। କେବଳ ଆମର ଯେଉଁମାନେ ରହିଲେ ଜେନେରାଲ୍ କ୍ୟାଟେଗୋରିର ପିଲା, ଯେଉଁମାନେ ଜେନେରାଲ୍ ପିଲା, କେବଳ ସେଇମାନଙ୍କ ପାଇଁ 20,000 ଟଙ୍କା ଲାଗିବ ବର୍ଷକୁ। ନହେଲେ ଆଉ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ କୋର୍ସ ଫ୍ରି ଅଛି। ଖାଇବା ରହିବା ସମସ୍ତଙ୍କ ଫ୍ରି। ଯେଉଁମାନଙ୍କର ଜେନେରାଲ୍ ପିଲାଙ୍କର 20,000 ଟଙ୍କା, ସେ 20,000 ଟଙ୍କା ଭିତରେ ବୁକ୍ ଆସୁଛି, ଏବଂ ଆମର ରହିବା, ଖାଇବା, ତା ଭିତରେ ହେଲା ଆମର ଟ୍ରାନ୍ସପୋର୍ଟେସନ୍, ଏଇଟା ସବୁ ସମ୍ପୂର୍ଣ୍ଣ ସେ 20,000 ଭିତରେ ଆସିଯାଉଛି। ଠିକ୍ ଅଛି, ତ ଏଇଟା ଗଲା ଗୋଟେ କଥା। ତାପରେ ସେକେଣ୍ଡ କଥା ହେଲା, ତ ଆପଣମାନେ କେଉଁ ବ୍ରାଞ୍ଚରେ କରିବେ? ଯେଉଁମାନେ ଇଲେକ୍ଟ୍ରିକାଲ୍ ପିଲା ଥିବେ ସେମାନେ ଭାବିବେ ମୁଁ ଇଟିରେ କରିଦେବି, ଇଲେକ୍ଟ୍ରିକାଲ୍ ଆଣ୍ଡ ଟେକ୍ନୋଲୋଜିରେ କରିଦେବି। ଏବଂ ଯେଉଁମାନେ ଆମର ମେକାନିକାଲ୍ ଥିବେ ସେମାନେ କହିବେ ଆମେ ମେକାନିକାଲ୍ ସର୍ଭିସେସ୍ରେ କରିଦେବୁ। ବୁଝିଲେ, ଏମିତି କଥା। କିନ୍ତୁ ସବୁଠାରୁ କେଉଁ କୋର୍ସଟା ଭଲ? ମୋ ମତରେ ସବୁ କୋର୍ସ ଭଲ, କିନ୍ତୁ ଆମର ଦେଖିବାର ଅଛି କେଉଁଟାରେ ଆମର ଇଣ୍ଟରେଷ୍ଟ ଅଛି। ଫାର୍ଷ୍ଟ କଥା ହେଲା ମେକାନିକାଲ୍ରେ ହେଲେ ମେକାନିକାଲ୍ ସର୍ଭିସରେ ଯଦି ଆପଣଙ୍କର ଇଣ୍ଟରେଷ୍ଟ ଅଛି ଆପଣ ଯାଇପାରିବେ। ନହେଲେ ଅଲଗା ଯେମିତି ଅଲଗା କୋର୍ସ ହେଲା ଆମର ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ୍ ହେଲା, PG ହେଲା ପ୍ରିସିସନ୍ ଇଞ୍ଜିନିୟରିଂ, ତ ବହୁତ ସାରା ଏମିତି କୋର୍ସ ଅଛି ଯେଉଁଟାରେ ଆପଣମାନେ କରିପାରିବେ। SCR ହେଇଗଲା, ସେଥିରେ ଇଲେକ୍ଟ୍ରିକାଲ୍ ପିଲା ବି କରିପାରିବେ, ମେକାନିକାଲ୍ ପିଲା ବି କରିପାରିବେ, ଯେଉଁଟାକି SC ଉପରେ, SCR ମତଲବ। ଠିକ୍ ଅଛି, ତ ଏମିତି ବହୁତ ସାରା କୋର୍ସ ଅଛି। ସେ ସବୁ କୋର୍ସ ପାଇଁ ବର୍ତ୍ତମାନ ବାହାରିଛି। ପ୍ଲସ୍ ଏଥିରେ କ୍ୱାଲିଫିକେସନ୍ କ'ଣ ଦରକାର? ମେନ୍ କଥା, ଅଧିକାଂଶ ପିଲାଙ୍କର କୋଶ୍ଚିନ୍ କ୍ୱାଲିଫିକେସନ୍ କ'ଣ ରହିବା ଦରକାର। ତ ଫାର୍ଷ୍ଟ କଥା ହେଲା ଆମର ଡିପ୍ଲୋମା, ITI, ଡିପ୍ଲୋମା, ବିଟେକ୍, ଗ୍ରାଜୁଏସନ୍, +2, ଏମାନେ ସମସ୍ତେ ଆପ୍ଲାଏ କରିବେ, କିନ୍ତୁ ସମସ୍ତଙ୍କ ପାଇଁ ଅଲଗା ଅଲଗା କୋର୍ସ ରହିଛି। ଯେମିତିକି ଡିପ୍ଲୋମା, ITI ଏମାନଙ୍କ ପାଇଁ ରହିଲା ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ୍ ମାନେ BT, PG ପ୍ରିସିସନ୍ ଇଞ୍ଜିନିୟରିଂ, SCR, ମେକାଟ୍ରୋନିକ୍ସ, ବହୁତ ସାରା କୋର୍ସ ଅଛି। ET ଆଣ୍ଡ ଇଲେକ୍ଟ୍ରିକାଲ୍ ଟେକ୍ନୋଲୋଜି, ଆଉ ମେକାନିକାଲ୍, ବହୁତ ସାରା ଏମିତି କୋର୍ସ ଅଛି। ଆଉ ଯେଉଁମାନେ ରହିଲେ +2 କ୍ୟାଟେଗୋରୀ, +2 ଆଣ୍ଡ ଗ୍ରାଜୁଏସନ୍, ଅଧିକାଂଶ ଗାର୍ଲସ ମାନେ ଏଇଟା ସବୁ କରନ୍ତି, ଫିମେଲ୍ ମାନେ, ଯେଉଁଟାକି ହେଲା BW ବିୟୁଟି ଆଣ୍ଡ ୱେଲନେସ୍। ସେଇଟା ଗୋଟେ କୋର୍ସ ଅଛି ଯେଉଁଟାକି ଫ୍ୟାସନ୍ ଉପରେ, ଯେମିତି ହେଲା ମେକଅପ୍ ଆଉ ମେହେନ୍ଦି, ଏମିତି ବହୁତ ସାରା ଫ୍ୟାସନ୍ ଡିଜାଇନର୍, ଏମିତି ବହୁତ ସାରା ସେଥିରେ ଶିଖାଯାଏ। ଠିକ୍ ଅଛି, ମେକଅପ୍ ପାଖରୁ ଆରମ୍ଭ କରି ସବୁ କିଛି A to Z ହେଲା। ଏଥିରେ ଅଧିକାଂଶ ଝିଅମାନେ ହିଁ କରନ୍ତି। ସେଇଟା ଝିଅମାନଙ୍କ ପାଇଁ ହିଁ ସବୁଠାରୁ ବହୁତ ଭଲ। ସେମାନେ ନିଜେ ଚାକିରି ବି ନ କରିପାରିବେ ନା, ସେ ନିଜେ କିଛି ଗୋଟେ କରିପାରିବେ। ଠିକ୍ ଅଛି, ନିଜେ କିଛି ଗୋଟେ ପାର୍ଲର ଖୋଲିକି ସେମାନେ ବି କାମ କରିପାରିବେ। ତ ବହୁତ ସାରା ଅଛି, କିନ୍ତୁ ଆପଣମାନେ ଜଲ୍ଦି ଯାଆନ୍ତୁ, ସେଠି ରେଜିଷ୍ଟ୍ରେସନ୍ କରନ୍ତୁ। ଯାହା ଡାଉଟ୍ ଅଛି ମୋତେ କମେଣ୍ଟ କରନ୍ତୁ, ମୁଁ ସବୁ ଆପଣମାନଙ୍କୁ କହିବି। ହଁ, ଆଉ ଗୋଟେ କଥା, ପ୍ଲେସମେଣ୍ଟ କେମିତି କ'ଣ ମିଳୁଛି? ପ୍ଲେସମେଣ୍ଟ 100% ପ୍ଲେସମେଣ୍ଟ ଏଠି ମିଳୁଛି, ସମସ୍ତଙ୍କୁ ପ୍ଲେସମେଣ୍ଟ ମିଳୁଛି ହେଲା। ମୁଁ ଯେତେବେଳେ କରୁଥିଲି ବ୍ୟାଚ୍ 6 ମୋର, ମୁଁ ଯେତେବେଳେ କରୁଥିଲି ସେଥିରେ ଆମ ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ୍ କଥା କହୁଛି। ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ୍ରେ ପାଖାପାଖି ଆମେ ଥିଲୁ 120, ମାନେ 120 ଜଣ ପିଲା ଆମେ ଥିଲୁ। 120 ଜଣ ପିଲାଙ୍କ ଭିତରୁ ମାତ୍ର 4 ଜଣଙ୍କୁ ଆମର କ୍ୟାମ୍ପସ୍ ମିଳିନଥିଲା, ଆଉ ସମସ୍ତଙ୍କୁ କ୍ୟାମ୍ପସ୍ ମିଳିଯାଇଥିଲା। ସବୁ ଆମର ଚାରିଟା କମ୍ପାନୀ ଆସିଥିଲା, ଜନସନ୍, ଲିଫ୍ଟ କମ୍ପାନୀ, ଜନସନ୍, ଫ୍ୟୁଷ୍ଟିକ୍, ଓମେଗା, ଅର୍କୋନେ, 4ଟା କମ୍ପାନୀ ଆସିଥିଲା। ଆଉ ଇଣ୍ଡିଆ ବାହାରୁ ମଧ୍ୟ 2ଟା କମ୍ପାନୀ ଆସିଥିଲା, ଇଣ୍ଡିଆ ବାହାରୁ।
ଆମ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ପାଇଁ। କିନ୍ତୁ ସେଥିରେ ଆମର ଇଣ୍ଡିଆ ବାହାରକୁ ଗଲେ 4 ଜଣ, ଆଉ କେହି ଇଣ୍ଟରେଷ୍ଟ ଦେଲେନି ଯିବା ପାଇଁ। ଠିକ ଅଛି, ଆପଣଙ୍କର ଯଦି ଇଚ୍ଛା ଅଛି ଇଣ୍ଡିଆ ବାହାରକୁ ଯିବା ପାଇଁ, ଦୁବାଇ, ସାଉଦି ଆରବ, ଆପଣ ଯାଇପାରିବେ। ଠିକ ଅଛି, ଆମର କିନ୍ତୁ କେହି ପିଲା ଯାଇନଥିଲେ, 2 ଜଣ ପିଲା ମାତ୍ର ଏବେ ଯାଇକି ଜବ୍ କରୁଛନ୍ତି ଦୁବାଇରେ। ତ ଏମିତି ହେଲା, 4ଟା ଆସିଥିଲେ, 4ଟାରୁ ସବୁ ପିଲା ସିଲେକ୍ସନ ହେଇଯାଇଥିଲେ ଆମର 120ରୁ ମାତ୍ର 4 ଜଣ ରହିଥିଲେ, ଆଉ ସବୁ ସିଲେକ୍ସନ ହେଇଯାଇଥିଲେ। ସେ 4 ଜଣ କାହିଁକି ରହିଥିଲେ ତାର ରିଜନ ମୁଁ କହୁଛି। 4 ଜଣ କ୍ୟାମ୍ପସ କାହିଁକି ପାଇନଥିଲେ, କାହିଁକିନା ତାଙ୍କର ଗୋଟେ ପିଲା ଗୋଟେ କମ୍ପାନୀର ଏଜ୍ କ୍ରାଇଟେରିଆ ପାଇଁ କଟି ଯାଇଥିଲା। ଏଜ୍ କ୍ରାଇଟେରିଆ ତାର 30 ବର୍ଷ ଉପରେ ହେଇଯାଇଥିଲା, ତ ସେଥିପାଇଁ ସେ କମ୍ପାନୀ ତାକୁ ପେରୋଲରେ ନେଇନଥିଲା। କିନ୍ତୁ କେବଳ ଗୋଟିଏ କମ୍ପାନୀ ଯୋଉଟାକି ଜନସନ୍ ଆଉ ଜନସନ୍ ଫ୍ୟୁଜଟେକ୍, ପ୍ରାୟ 2ଟା କମ୍ପାନୀ ଏଜ୍ ଲିମିଟେସନ ପାଇଁ କାଟି ଦେଇଥିଲେ। ଆଉ ଆଉ ଯୋଉ କମ୍ପାନୀ ରହିଲା କୋନେ, ସେ ଇଣ୍ଟରଭ୍ୟୁରେ କାଟି ଦେଇଥିଲା। ବୁଝିଲେ, ଇଣ୍ଟରଭ୍ୟୁ ନେଲା, ଇଣ୍ଟରଭ୍ୟୁରେ କାଟି ଦେଇଥିଲା। ତ ସେମାନଙ୍କ ପାଇଁ କ'ଣ କଲେ ନା, WSC ପର୍ସନାଲି ଆଉ ଗୋଟେ କମ୍ପାନୀରୁ ତାଙ୍କୁ ଇନଭଲ୍ଭ କଲେ କି ତମେ ଯାଅ। କିନ୍ତୁ ସେ 4 ଜଣ ନା ତାଙ୍କ ନିଜ ଇଚ୍ଛା ପାଇଁ ସେମାନେ ଯାଇନଥିଲେ। କିନ୍ତୁ ସେ 4 ଜଣଙ୍କୁ ପୁଣି ଆଉ ଥରେ 15 ଦିନ ପରେ ତାଙ୍କୁ ଅଲଗା କ୍ୟାମ୍ପସ ଦିଆଯାଇଥିଲା, କିନ୍ତୁ ସେମାନେ କେହି ବି ଯାଇନଥିଲେ ସେ କ୍ୟାମ୍ପସକୁ। ଠିକ ଅଛି, କିନ୍ତୁ ସମସ୍ତଙ୍କୁ 100%, ମୋ ଜାଣିବାରେ 100% ଆମ ସମସ୍ତଙ୍କୁ କ୍ୟାମ୍ପସ ମିଳିଥିଲା। କିନ୍ତୁ ଏଥିରେ ସେମାନେ କେହି ଯାଇନଥିଲେ। ସେ ଯୋଉ 4 ଜଣ ଥିଲେ, ସେ 4 ଜଣ ସେ କ୍ୟାମ୍ପସକୁ ଆଟେଣ୍ଡ କରିନଥିଲେ, ସେ କ୍ୟାମ୍ପସକୁ ଯାଇନଥିଲେ। ତ ସେଇଥିପାଇଁ ସେ 4 ଜଣ ଏବେ ଅଲଗା ଅଲଗା ଜାଗାରେ ଅଛନ୍ତି, ଅଲଗା ଅଲଗା କାମ କରୁଛନ୍ତି ନିଜ ନିଜ। ଠିକ ଅଛି, କିନ୍ତୁ 100% ଆପଣଙ୍କୁ କ୍ୟାମ୍ପସ WSC ଦବ, ଏଇଟା ସିଓର। ମୁଁ ବି ଏଇଟା 100% ସିଓର କି WSC କ୍ୟାମ୍ପସ, କାହିଁକିନା ଆମେ ନିଜେ ସେଇଠି ଥିଲୁ, ଆମେ ନିଜେ ଜାଣିଛୁ। ତ ସେଇଟା ଡିପେଣ୍ଡ କରେ ଆପଣ କେତେ ସ୍କିଲ୍କୁ ଆଡପ୍ଟ କରୁଛନ୍ତି, ସ୍କିଲ୍କୁ କେତେ ମାନେ ନିଜେ ଶିଖୁଛନ୍ତି, ଆଉ ଆପଣଙ୍କୁ କାମ କେମିତି ଲାଗୁଛି, କ'ଣ କରୁଛି, ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ। ଠିକ ଅଛି, କୋଉ କମ୍ପାନୀ ଭଲ ଖରାପ ସେଇଟା ତ ମୁଁ ଆପଣଙ୍କୁ କହିପାରିବିନି ନା, ଏ କମ୍ପାନୀ ଭଲ, ସେ କମ୍ପାନୀ ଭଲ। ତ ଆପଣଙ୍କୁ ଯୋଉ କାମ ଭଲ ଲାଗୁଛି ଆପଣ ସେଇ ଅନୁସାରେ କରନ୍ତୁ। ବୁଝିଲା, ଆଉ ଯାହା ବି କିଛି ଡାଉଟ୍ ଅଛି ମତେ ଆପଣ ମାନେ ପଚାରି ପାରିବେ, ମୁଁ ଆପଣଙ୍କୁ କହିବି। ଠିକ ଅଛି, ଯେକୌଣସି ଡାଉଟ୍ ଅଛି। ତ ମୋ ଜାଣିବାରେ ଆଉ ଆପଣଙ୍କୁ କିଛି ଡାଉଟ୍ ନଥିବ, ସବୁ ତ ମୁଁ କହିସାରିଛି ଭିଡ଼ିଓରେ ଆପଣଙ୍କୁ, ଆଉ କିଛି ଡାଉଟ୍ ନଥିବ। ଆମର କ୍ୟାମ୍ପସଟି ଆମର ଆପଣ କ୍ଲାସ୍ କରିବେ, କ୍ଲାସ୍ର 7-8 ମାସ କ୍ଲାସ୍ କଲା ପରେ ସେଠୁ କ୍ୟାମ୍ପସ୍ ପଳେଇ ଆସିବ। ସେ କ୍ୟାମ୍ପସରେ ଆପଣ ଧୀରେ ଧୀରେ ସିଲେକ୍ସନ୍ ହେବେ। ଆପଣଙ୍କର 1 ଇୟର କୋର୍ସ ସରିଲା ବେଳକୁ ତ ଆପଣଙ୍କର ଅଲରେଡ଼ି ଆପଣ କ୍ୟାମ୍ପସ୍ ପାଇଯାଇଥିବେ, 1, 2, 3ଟା କ୍ୟାମ୍ପସ୍ ଧରିକି ଆପଣ ବସିଥିବେ। ଆପଣ ମ୍ୟାକ୍ସିମମ୍ 2ଟା କ୍ୟାମ୍ପସ୍ ଇଣ୍ଟରଭ୍ୟୁ ଦେଇପାରିବେ ସବୁଠିରେ, କିନ୍ତୁ ଆପଣ 2ଟା କ୍ୟାମ୍ପସ୍ର ଆପଣଙ୍କୁ ଜଏନିଂ ଲେଟର୍ ଦିଆଯିବ। ଆପଣ ଯୋଉଥିରେ ସିଲେକ୍ସନ୍ ହେବେ, ଯୋଉଟା ଆପଣଙ୍କୁ ଭଲ ଲାଗିବ, ତ ଆପଣ ସେଠି ଆପଣମାନେ ଯାଇକି ଜଏନ୍ କରିପାରିବେ। ମୋର 3ଟା ସିଲେକ୍ସନ୍ ହେଇଥିଲା, ମୋତେ ଭଲ ଲାଗିଲା ମୁଁ କୋନେ, ତ ମୁଁ ପଳେଇ ଆସିଲି କୋନେ। ନହେଲେ ମୋର ଓମେଗା, ଫ୍ୟୁଜଟେକ୍ 2ଟା ସିଲେକ୍ସନ୍ ହେଇଥିଲା, କିନ୍ତୁ ମୁଁ ଯାଇନଥିଲି। ମୋତେ କୋନେ ଭଲ ଲାଗିଲା, ତ ସେଥିପାଇଁ କୋନେକୁ ମୁଁ ପଳେଇ ଆସିଥିଲି। ଆଉ କୋନେକୁ ପାଖାପାଖି ଆମେ ଆସିଥିଲୁ 30 ଜଣ କୋନେରେ ସିଲେକ୍ସନ୍ ହେଇଥିଲୁ। ସରି, 32 ଜଣ ସିଲେକ୍ସନ୍ ହେଇଥିଲୁ, ଆସିଥିଲୁ 29 ଜଣ। ଆସିଥିଲୁ 30 ଜଣ। 30 ଜଣରୁ ଏବେ ଆହୁରି ଗୋଟେ କଥା କହୁଛି, ଏଇଟା କହୁଛି, ଏବେ ଆଉ ଅଛନ୍ତି ଏବେ ଆମେ ଅଛୁ 26 ଜଣ। ଆଉ ପିଲାମାନେ କମ୍ପାନୀ ଛାଡ଼ିଦେଲେ ମାନେ ଟୋଟାଲି ଅଲଗା ଫିଲ୍ଡରେ ପଳେଇଲେ, ଅଲଗା ଲାଇନ୍। ଫାଷ୍ଟ ଯୋଉ ପିଲାଟି ଗଲା, କମ୍ପାନୀ ଛାଡ଼ିଲା, ଆମେ ଫାଷ୍ଟ ଡରିଗଲୁ। ଆମେ ଆଡ଼ମିସନ୍ କରିବା ପୂର୍ବରୁ ଆମେ ଶୁଣିଛୁ କି WSC କ୍ୟାମ୍ପସ୍ ଦେବ, ତମେ ମାନେ କାମ କରିପାରିବେନି, କମ୍ପାନୀ ତମକୁ ଖୋଲିଦେବ, ଆଉ କମ୍ପାନୀ ତମକୁ ବାହାର କରିଦେବ, ତମର ସ୍କିଲ୍ ନାହିଁ, ତମେ କାମ କରିପାରିନ, ତମ ପରଫର୍ମାନ୍ସ ଭଲ ନାହିଁ। ଏମିତି ବହୁତ ସାରା ଆମେ ଶୁଣିବା ପାଇଁ ପାଇଛୁ। ଯେତେବେଳେ ସେ ପିଲା ବାହାରି ଗଲେ, ଆମେ ଭାବିଲୁ, ଫାଷ୍ଟ ଆମେ ଜାଣିନଥିଲୁ ସେ ନିଜେ ବାହାରି ଯାଇଛି। ଆମ କମ୍ପାନୀ ଖୋଲିଦେଲା, ପରଫର୍ମାନ୍ସ ଦେଖେଇଲାନି, କାମ ଭଲ କଲାନି, ସେଥିପାଇଁ ଖୋଲିଦେଲା। ତ ଆମେ ଡରିଗଲୁ। ତାପରେ ଜାଣିବା ପାଇଲି ଯେ ସିଏ ନିଜେ ନିଜେ ଛାଡ଼ି ଦେଇଛି। ତ କମ୍ପାନୀ କାହାକୁ ଖୋଲିବନି ହେଲା। ଫାଷ୍ଟ କଥା, ଆପଣ ପେରୁଲ୍ ଆସୁଛନ୍ତି, କଣ୍ଟ୍ରାକ୍ଟର କଥା ଅଲଗା କଥା। ଠିକ ଅଛି, ସେମାନେ କଣ୍ଟ୍ରାକ୍ଚୁଆଲ ଆସୁଛନ୍ତି। ପେରୁଲ୍ ଆପଣ ଆସୁଛନ୍ତି ମାନେ କମ୍ପାନୀ ଆପଣଙ୍କୁ ଟ୍ରାନ୍ସଫର କରିଦେବ, ଅଲଗା ପୋଷ୍ଟ ଦେଇଦେବ, କିନ୍ତୁ ଆପଣଙ୍କୁ କମ୍ପାନୀ କେବେ ଖୋଲିବନି। ସାଲାରୀ ପଛେ କମେଇ ଦେବ, କିନ୍ତୁ କମ୍ପାନୀ ଆପଣଙ୍କୁ ଖୋଲିବନି ହେଲା। ଏଇଟା କହିବନି ଯେ ତମର ପରଫର୍ମାନ୍ସ ଭଲ ନାହିଁ, ସେଇଟା କେବେ କହିବନି। କାହିଁକିନା ଦେଖନ୍ତୁ, କାମଟା ଶିଖିବା ପାଇଁ ହେଲେ କାମ ବର୍ଷେ ଲାଗିବ, କାହାକୁ 6 ମାସ ଲାଗିବ, କାହାକୁ କାମଟା ଶିଖିବା ପାଇଁ 2 ବର୍ଷ ଲାଗିବ, ଏଇଟା ସମସ୍ତେ ଜାଣିଛନ୍ତି। ଗୋଟେ କଥା ହେଲା ବିହେଭିଅର। ଆମର ଯଦି ବିହେଭିଅର ଆଟିଟ୍ୟୁଡ୍ ଭଲ ନାହିଁ,
ତ ସେଥିରେ କମ୍ପାନୀକୁ ପ୍ରୋବ୍ଲେମ୍। ଆମେ କାମ ନ ଶିଖିଲେ କମ୍ପାନୀ କି କିଛି ପ୍ରୋବ୍ଲେମ୍ ନାହିଁ। କମ୍ପାନୀ ବି ଜାଣିଛି ଆଜି ନ ଶିଖିଲେ ବି କାଲି ସେ ଶିଖିବ। ମାସେ ଲାଗିବ, 2 ମାସ ଲାଗିବ, 3 ମାସ ଲାଗିବ, 4 ମାସ ବେଳକୁ ସେ ଅଟୋମେଟିକ୍ ଶିଖିଯିବ। କିନ୍ତୁ ବିହେଭିଅର୍ ଆଟିଟ୍ୟୁଡ଼୍ ଆମର ଯେଉଁଟା ଅଛି ସେଇଟା ଯଦି ଭଲ ନାହିଁ ତ କମ୍ପାନୀ କି ସେଇଟା ହିଁ ପ୍ରୋବ୍ଲେମ୍। ସବୁ କମ୍ପାନୀରେ ଏଇ ଜିନିଷଟା ପ୍ରୋବ୍ଲେମ୍। ତ ଆଟିଟ୍ୟୁଡ଼୍ ଭଲ ରଖ, ସମସ୍ତଙ୍କ ସହିତ ବ୍ୟବହାର ଭଲ ରଖ। ତ ଭିଡ଼ିଓଟି ଏତିକି, ଭିଡ଼ିଓଟି 10 ମିନିଟ୍ ପାଖାପାଖି ହେଇଗଲାଣି। ତ ଯାହା ବି ଡାଉଟ୍ ଆଉ କିଛି ଅଛି ତ ନେକ୍ସଟ ଭିଡ଼ିଓ ଦେଖିବା, ନେକ୍ସଟ ଭିଡ଼ିଓରେ କରିବା। ତ ଭିଡ଼ିଓଟି ମୁଁ ଏଇଠି ଶେଷ କରୁଛି। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା, କ'ଣ କଲା, ତ ଆପଣମାନେ ମୋତେ କମେଣ୍ଟ କରିପାରିବେ। ରହିଲି, ଧନ୍ୟବାଦ, ଜୟ ଜଗନ୍ନାଥ।